ବିଜେପିର ମିଶ୍ରଣ ପର୍ବ। କଂଗ୍ରେସ ଓ ବିଜେଡି ଦଳ ପରିତ୍ୟାଗ କରି ଶତାଧିକ କର୍ମୀ ବିଜେପିରେ ସାମିଲ। ଭୁଷୁଡ଼ିବାରେ ଲାଗିଛି ବିଜେଡି ଓ କଂଗ୍ରେସ। ଆଗ ଭଳି ଆଉ ଏହି ଦୁଇ ଦଳକୁ ଆଉ ଲୋକେ ବିଶ୍ୱାସ ଛାଡ଼ିବାରେ ଲାଗିଛନ୍ତି। ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଏହି ଦୁଇ ଦଳ। ଯଦି ଦେଖାଯିବ, ନବରଙ୍ଗପୁର ଜିଲ୍ଲାରେ ଦାବୁଗାଁ ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡି ତାର ସ୍ଥିତି ବଜାୟ ରଖିଥିଲା। ସେଠାରେ ବିଜେଡି ବିଧାୟକ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ କିନ୍ତୁ ତା ଦୁର୍ବଳ ହେବାକୁ ଲାଗିଛି। ଗତକାଲିର ମିଶ୍ରଣ ପର୍ବ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼ିଛି ବିଜେପିକୁ କାହିଁକି ଲୋକେ ଏତେ ପସନ୍ଦ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ ରାଜନୀତି, ଯାହାକି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରର ଉନ୍ନତି ଏବଂ ନାରୀ ସଶକ୍ତିକରଣରେ ଆଣିଥିବା ବୈପ୍ଳବିକ ପରିବର୍ତ୍ତନକୁ ଆଖି ଆଗରେ ରଖି ବିଜେଡି ଓ କଂଗ୍ରେସ ଛାଡ଼ି ଶତାଧିକ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାକୁଣ୍ଡା ବ୍ଲକ ତାରାଗାଠାରେ ଭାରତୀୟ ଜନତା ପାର୍ଟି ବିଜେପିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ କୋଷାକୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ, ତାରାଗାଁ ପଞ୍ଚାୟତ ସରପଞ୍ଚ ଏବଂ କଂଗ୍ରେସର ବରିଷ୍ଠ ନେତା ଲକ୍ଷ୍ମୀଚନ୍ଦ୍ର ଗଣ୍ଡାଙ୍କ ସହ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଏହି ଦଳ ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ, ଗଣଶିକ୍ଷା ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, ରାଜ୍ୟ ବିଜେପି ଉପସଭାପତି ରମେଶ ସାହୁ, ଦାବୁଗାଁ ବିଧାୟକ ପ୍ରାର୍ଥୀ ସୋମନାଥ ପୂଜାରୀ, କୋଷାକୁଣ୍ଡା ସାଂସଦ ପ୍ରତିନିଧି ସୁରେଶ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ସ୍ଥାନୀୟ ଚାଉରିଆ ମନ୍ଦିରଠାରୁ ପୂଜାର୍ଚ୍ଚନା କରି ପଟୁଆର ସହ ସଭା ମଞ୍ଚ ପାଖରେ ଦଳୀୟ କର୍ମୀମାନେ ପାଛୋଟି ଦେଇଥିଲେ। ଏହାପରେ ଅତିଥିମାନେ ବିରୋଧୀ କଂଗ୍ରେସ ଓ ବିଜେଡି ଉପରେ ଖୁବ୍ ବର୍ଷିଥିବା ବେଳେ ଶାସକ ଦଳର ଉନ୍ନୟନମୂଳକ କାର୍ଯ୍ୟ ଏବଂ ଏହାର ନୀତି ଆଦର୍ଶକୁ ଲୋକଙ୍କ ନିକଟରେ ଅଭାଷଣ ରଖିଥିଲେ। ଏହି ଅବସରରେ ନୂତନ ଭାବରେ ଦଳରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ମନ୍ତ୍ରୀ ଓ ବିଧାୟକ ଉତ୍ତରୀୟ ଫୁଲତୋଡ଼ା ଦେଇ ବିଜେପିକୁ ସ୍ୱାଗତ କରିଥିଲେ। घर गरीब के ना मिला एक वर्ष शासन करला। मोदी जी कितने वर्ष शासन कले? मोदी जी कम दिन शासन भीतरे भी मोदी जी आज गरीब और मूल पे सात घर बनाकर कर आज प्रधानमंत्री आवास घर ଦେଖନ୍ତୁ, ଆଜି ତାରାଗାଁଠାରେ ଯେଉଁ ମିଶ୍ରଣ ପର୍ବ ହୋଇଥିଲା ଆଉ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ଯେଉଁ କାର୍ଯ୍ୟକଳାପକୁ ଦେଖି ମୁଁ ବିଜେପିରେ ସାମିଲ ହେଇଥିଲି ଏବଂ ମୋହନ ମାଝୀଙ୍କର ଯେଉଁ କାର୍ଯ୍ୟକଳାପ ଦେଖି ସାମିଲ ହେଇଥିଲି ଏବଂ ଯେଉଁ ବି ବିଜେପିରେ ଯେଉଁ ବି ଦାୟିତ୍ୱ ଦେବେ ମୁଁ ତାକୁ ତୁଲେଇବି ବୋଲି ଆଜି ଦଳରେ ସାମିଲ ହେଇଛି। ବିଜେପି କେମିତି ବାଛିଲେ ଆପଣ? ଆଉ ଲୋକଙ୍କର ସମାଧାନ ଦେଖ, ବିଜେପି ହେଉଛି ପୃଥିବୀର ବହୁ ରାଜନୈତିକ ଦଳ, ଯାହାକି ମୁଁ ଭାବିଲି ବିଜେପିରେ ଗଲେ ଭଲ ଲୋକଙ୍କର ସେବା କରିହେବ। ସେଥିପାଇଁ ମୁଁ ବିଜେପିକୁ ଦଳକୁ ଚୟନ କଲି ଏବଂ ପ୍ରଧାନମନ୍ତ୍ରୀଙ୍କ ଯେଉଁ କାର୍ଯ୍ୟକଳାପ ଅଛି, ଯେଉଁ ଯୋଜନା ଗୁଡ଼ାକ ଅଛି, ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଯୋଜନା ଗୁଡ଼ାକ ଅଛି, ତାର ସବୁ ଲୋକଙ୍କ ପାଖରେ କେମିତି ପହଞ୍ଚାଇ ହେବ ବୋଲି ମୁଁ ଚେଷ୍ଟା କରିବି ଏବଂ ଆଗାମୀ ଦିନରେ ଯେଉଁ ବି ଆମକୁ ଦଳ କାର୍ଯ୍ୟ ତୁଲାଇବା ପାଇଁ ଦେବେ ମୁଁ ତାହାକୁ ସମର୍ଥନ କରି ଚାଲିବି। ମୋର ନାଁ ଭୁବନ ଓରାମ। ମୁଁ ପୂର୍ବରୁ ଶିକ୍ଷକତା କରୁଥିଲି, ବର୍ତ୍ତମାନ ରିଟାୟାର୍ଡ ହୋଇଛି। ଆଉ ଦେଖିଲି ଯଦି ଆଦିବାସୀ ଅଞ୍ଚଳରେ ଯଦି ମୁଖିଆ ହୋଇକି ଯଦି ନ କହିବି, ତେବେ ସେମିତି କହିବାର ଲୋକ ନାହାନ୍ତି। ତେଣୁ ଦୁରବସ୍ଥା ହୋଇଯିବ। ତେଣୁ ମୁଁ ଏଇ ସରକାରକୁ ବାଛିଲି, ମୋହନ ସରକାରକୁ, ଆଦିବାସୀ ସରକାର। ଆମର ରାଷ୍ଟ୍ରପତି ବି ଆଦିବାସୀ। ଆଉ ଆମର ଓଡ଼ିଶାକୁ ନରେନ୍ଦ୍ର ମୋଦି ବେଶୀ ଦୃଷ୍ଟି କରିଛନ୍ତି। ତେଣୁ ମୁଁ ଏମାନଙ୍କୁ ଆଗଭର ନେବି କହିକି ଭାବିଲି। ଆଉ କ'ଣ କରିବି।